ताकरी जन्म 1959 मार्च 10 मो भाई छात्र नेता मुझे समय कॉलेज प्रेसिडेंट कलाहांडी कॉलेज मात्र 3 मास तो 1984 80 जनता दल योगदान देते 85 जनता दल योगदान मुझे छात्र संघर्ष भाई समग्र भारत वर्ष 4 वर्ष प्राय से बुले 1980 एवं 85 मुझे जोगदे जनता पार्टी थी जनता दल मु निर्वाचन लड़ाई चाहिए विधानसभा निर्वाचन इंडिपेंडेंट लड़ाई चाहिए से विजु और कलाहांडी जाते नेता मान समस्त कहले जो कैबिनेट मिनिस्टर भवानीपाटना लड़ुंट राजनीति नायक भक्त ही भर पार कहतु से लड़ से कहीं इंडिपेंडेंट लड़ मत न पचारि मोर टिकट घोषणा कर बंधु मैंने सब जबरदस्ती करते निर्वाचन लड़ी जनता पार्टी के विधायक विधायक विधानसभा संघर्ष कथा छाड़ू मुझे आसी आगे जो सरकार निर्वाचन लड़ी बाइलेक्शन लड़ी एमपी मत विजु बाबू पूरा पट्टामुंडा विधानसभा दायित्व देते मुझे अति पतला थी छोट थी मोर किसी आवश्यकता नाला पट्टामुंडा गाँ गाँव जाऊँगी सब गाँव युवक संघ बारंडार मुझे हिस पकड़ मुझे दिन जाक घर घर बुलूरी राति जाक बुली लोक पाखे काम कर भाषण दे लोक उत्त्यक्त कर विभिन्न भाषा से बहुत एग्रेसिव होते बहुत एग्रेसिव से कलाहांडी दारिद्र्य संघर्ष चली पट्टामुंडा 20,000 भोट लीड देती शरद समय आम देखा साक्षात आम गोटे पार्टी एवं परस्पर भावना भावर बहुत समन्वय था से पंचायत समिति 97 पंचायत समिति चेयरमैन थे 2 थर चेयरमैन थे एवं 2014 से विधायक हो पाते कांग्रेस दल जिला सभापति समय 1998 कांग्रेस योगदान करते मुझे निर्दलीय व्यक्ति भाई निर्वाचन जीति पार्लियामेंट रे 98 एमपी थी और कांग्रेस योगदान करते यात्रा से ग्रासरूट होता ऑल इंडिया जनता पार्टी सेक्रेटरी थे जो विजु पट्टनायक ओडिशा प्रधान प्रेसिडेंट थे किंतु जो कांग्रेस योगदान करी मोर जनरल सेक्रेटरी पीसीसी योगदान यहाँ मो भाई मैं कहवाई चाहे इमिडिएटली आसे जनरल सेक्रेटरी कर दिखाँ भाइस प्रेसिडेंट कर दिखाँ सेक्रेटरी थे कौन कार्य एत जीवन संघर्ष पर एमएलए एमपी मंत्री केंद्र मंत्री हो सारा ऑल इंडिया सेक्रेटरी 2टा राज्य इनचार्ज थे कर्णाटक और बिहार मत जनरल सेक्रेटरी होगा अनुरोध कर डिसिप्लिन व्यक्ति जाना पड़े तो राजनीतिक जीवन बहुत संघर्ष एवं धैर्य देवशर्मा भाई धैर्य एवं सत्य पक्षर कथित आप लिखिं ना श्रुति सागर स्वर मानसर निष्ठा विश्वास प्रिय जन विशिष्ट क्रीड़ा संगठन आप जो आख्या देते वास्तव में से भाया मनुष्य पीसीसी सभापति है मत भेट जाए
ମୁଁ କାର୍ଯ୍ୟାଳୟ ଭିତରୁ ଭିତରକୁ ଯାଉଥିଲି ସେଇ ସମୟରେ ତାଙ୍କ ଗାଡି ଆସି ରଖିଥିଲା ମତେ ସମସ୍ତେ କହିଲେ ଦେବ ଭାଇ ମେଡିକାଲ ଆସୁଛନ୍ତି ମୁଁ ଉଠି ଦେଖିଲି ସେ ଗାଡିରେ ବସୁଛନ୍ତି ସେ ଗାଡିକୁ ଓହ୍ଲେଇବାକୁ ଚେଷ୍ଟା କରୁଛନ୍ତି ମୁଁ ଯେତେବେଳେ ତାଙ୍କର ଅବସ୍ଥା ଜାଣିଲି ମୁଁ ଦୌଡ଼ିକି ଗଲି ଆପଣ ଓହ୍ଲାନ୍ତୁ ଗାଡି ବସନ୍ତୁ ମୋ କଥା ଗାଡିରେ ବସିଥିଲି ମୁଁ ତାଙ୍କ ସହିତ ଭାବର ଆଦାନ ପ୍ରଦାନ ହେଲା ବହୁତ ବର୍ଷ ପରେ ଦେଖିଥିଲି ସେ ବହୁତ ହସନ୍ତ ହୋଇ ପଡା ମତେ ଏତେ ଶୀଘ୍ର ତାଲିମ ଜାଣିନ ତାର 15 ଦିନ ପରେ ତାଙ୍କର ବିୟୋଗ ଗୋଟେ ମହାନ ବ୍ୟକ୍ତିତ୍ୱ ଗୋଟେ ଉତ୍ତମ ଚିନ୍ତାଧାରା ସେ ଆମ ଗହଣରେ ରହିଲା ତେଣୁ ସୁସଂଗଠନ ପିଲାର ସଂଗଠନ କରି ଏ ଅଞ୍ଚଳରେ ଏତେ ଜନପ୍ରିୟ ହେଇଛନ୍ତି ଏ କଥାର ଆବଶ୍ୟକତା ଆଜିର ଯୁବ ସମାଜ କରିବା ଯେଉଁମାନେ ଏମଏଲଏ ହେବା ପାଇଁ ଚାହୁଁଛନ୍ତି ଏମପି ହେବା ପାଇଁ ଚାହୁଁଛନ୍ତି ନିର୍ବାଚିତ ପ୍ରତିନିଧି ହିଁ ଲୋକସେବା କରିବା ପାଇଁ ଚାହୁଁନ୍ତି ସେମାନଙ୍କର ଆବଶ୍ୟକ ବ୍ୟବସାୟୀମାନଙ୍କ ଭଳି ଜନପ୍ରିୟ ଲୋକପ୍ରିୟ ହେବା ପାଇଁ ସମସ୍ତେ ଚେଷ୍ଟା କରନ୍ତି କିନ୍ତୁ ଯୁଗ ବଦଳି ଯାଇଛି ସତ୍ୟ ପଥରେ ସାଧୁତା ସହିତ ଲୋକସେବା ପାଇଁ ଜନସେବା ପାଇଁ ଅଞ୍ଚଳର ଉନ୍ନତି ପାଇଁ ରାଜ୍ୟର ଉନ୍ନତି ପାଇଁ ଅହିଂସା ପଥର ପ୍ରତୀକ ହୋଇ ଧର୍ମର ରାସ୍ତାରେ ଲୋକସେବାର ଧର୍ମ ବୋଲେ ହିନ୍ଦୁ ମୁସଲିମ ଶିଖ ଇସାଇ ଧର୍ମ ପାଳନ ଧର୍ମ ବୋଲେ ମାନବତା ଧର୍ମ ବର୍ତ୍ତମାନ ଶ୍ରୀକାନ୍ତ ଭାଇ ଆସିଗଲେ ତାଙ୍କର ଅତି ପ୍ରିୟ ବଡ଼ ଭାଇ ଥିଲେ ଦେବ ସର୍ବାଙ୍କର ଆମ ସମସ୍ତଙ୍କର ବଡ଼ ଭାଇ ସେ ଆମ ଘର ଉପସ୍ଥିତ ହେଇଛନ୍ତି ତ ଦେବସର୍ମାଙ୍କ ଠାରୁ ଆଜି ଦିନରେ ଯେତେବେଳେ ସ୍ମୃତିଚାରଣ କରୁଛୁ ଆମକୁ କିଛି ଜିନିଷ ଶିଖିବାର ଅଛି ଯୁବକମାନେ ବହୁତ ଆକାଂକ୍ଷୀ ହେଇ ମହତ ଆକାଂକ୍ଷା ଅଛି ନିର୍ବାଚନ ଜିଣି ଏମିତି ଏମିତି ହେବା ପାଇଁ ଚାହାନ୍ତି ଦଳରେ ବିଭିନ୍ନ ପଦ ପଦବୀ ଚାହାନ୍ତି ଯେକୌଣସି ଦଳର ହୁଅନ୍ତୁ କିନ୍ତୁ ତାଙ୍କର ଆତ୍ମବିଶ୍ୱାସ ରହୁନାହିଁ କର୍ମ ପ୍ରତି ସମର୍ପିତ ନୁହନ୍ତି ଏବଂ ଅସାଧୁ ଚରଣରେ ଚଣ୍ଡୀ ଆଣିବା ପାଇଁ ସମସ୍ତେ ଚେଷ୍ଟା ଅସାଧୁ ନିକଟରେ ଗୋଟେ ନିର୍ବାଚନ ହେଲା ଗୋଟେ ରାଜ୍ୟସଭା ନିର୍ବାଚନ ଗୋଟେ ସ୍ପଷ୍ଟ ନମ୍ବର ଥିଲା ଚତୁର୍ଥ ପ୍ରାର୍ଥୀ ପାଇଁ ସ୍ପଷ୍ଟ ନମ୍ବର କାହାର ଥିଲା ଦୁଇଟି ସମ ବିଚାରଧାରାର ବ୍ୟକ୍ତିତ୍ୱ ମୁଁ ଏ କଥା ଏଥିପାଇଁ କହୁଛି ଯେ ଅନେକ ଏପରି ଘଟଣା ଆସିବ ଯିବ ମାନେ ଘଟଣାରୁ ଆମେ କିଛି ଭୁଲ ଜିନିଷକୁ ଛାଡ଼ି ଦେଇ କିଛି ଭଲ ଜିନିଷ ଶିଖିବା ପାଇଁ ଚେଷ୍ଟା ଆମେ ଚେଷ୍ଟା କରିଥିଲୁ ଯଦି ଆମର ବିଜେଡି ସାଙ୍ଗରେ କେବେ କଥାବାର୍ତ୍ତା ହେଇନଥିଲା କିଛି ହେଇନଥିଲା ବିଜେଡି ସାଙ୍ଗରେ ଆମେ କେବେ ସାଙ୍ଗରେ ଯାଇନଥିଲୁ ଆମେ ବି ଅନେକ ସଂଗ୍ରାମ ବିଜେଡି ବିରୁଦ୍ଧରେ କରିଛୁ ସେମାନେ ସଦାବେଳେ କଂଗ୍ରେସକୁ ପତନ କରିବାରେ ଗୋଟିଏ ବି ପଦକ୍ଷେପ ଭୂମିକା ନେବା ବିଭିନ୍ନ ଉପାୟରେ କଂଗ୍ରେସକୁ ସେମାନେ ରାଜନୀତିକ ଶୈଳୀ ଦୃଷ୍ଟିକୋଣରୁ ଆମକୁ କମଜୋର କଲେ ସେମାନେ ଆଗକୁ ଆସିବେ ସେମାନେ ଆମକୁ କମଜୋର କଲେ ଏବଂ ଦୁର୍ଭାଗ୍ୟବଶତଃ ଆମେ ବି କମଜୋର ହେବାଟା ସ୍ୱୀକାର କଲେ ଆମେ ବି କମଜୋର ହେବାଟା ସ୍ୱୀକାର କରି ମୁଣ୍ଡ କାଟି ନିଜକୁ ଦୁର୍ବଳ କରି ଏ ଦୁଇଟା ଜିନିଷ ପଜିଟିଭ ଏବଂ ନେଗେଟିଭ ତାଙ୍କର ରାଜନୀତିକ ଗୋଟେ ଦଳର ରାଜନୀତିକ ପଜିଟିଭନେସ୍ ଚିନ୍ତାଧାରାରେ ଆମେ କେମିତି ଶକ୍ତିଶାଳୀ ହେଉ ସେଥିପାଇଁ ରାସ୍ତା ଅବଲମ୍ବନ କଲେ ଆମେ ଦେଖିଛୁ ଅତୀତରେ ମୁଁ ଦେଖିଛି ବିଜୁବାବୁଙ୍କ ସାଙ୍ଗରେ ଆମେ ଏମଏଲଏ ଥିଲୁ ଜାନକୀ ବାବୁଙ୍କର ମୁଖ୍ୟମନ୍ତ୍ରୀ ହିସାବରେ ବିରୋଧୀ ଦଳ କମଜୋର କରି ସେ ତାଙ୍କର ଶାସନ ଚଳାଇବା ପାଇଁ ଚେଷ୍ଟା କଲେ ମୁଁ 5 ବର୍ଷ ବିଧାୟକ ଥିଲି ସେଇ ସମୟର କଥା ଦେବ ଭାଇର ମୋର ରାଜନୈତିକ ଜୀବନ ଏକା ସାଙ୍ଗେ ହେଇଛି ମୁଁ ପିଲାବେଳୁ 25 ବର୍ଷ 2 ମାସରେ ବିଧାୟକ ହେଇଗଲି ସେ ସେହି ବର୍ଷରେ ସେଇ ସମୟରେ ସେ ବ୍ଲକ ଚେୟାରମ୍ୟାନ ହେଲେ ତାଙ୍କୁ ଜାତ ଶୀଘ୍ର ମିଳିଲାନି ମତେ ଜାତ ଶୀଘ୍ର ମିଳିଗଲା ମତେ ସ୍ପନ୍ସର କରିଦେଲେ ବିଜୁବାବୁ ଇମିଡିଏଟଲି ସେଇ ସମୟର କଥା ତ ସେଇ ସମୟ ରାଜନୀତି ନଥିଲା ଅପୋଜିସନକୁ ଭାଇରାଲ କରିବା ପାଇଁ ଯେମିତି ନେହେରୁ ଚେଷ୍ଟା କରୁଥିଲେ ଦିଲ୍ଲୀରେ
ଯେମିତି ଅନେକ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି ଠିକ୍ ସେଭଳି ଓଡ଼ିଶାରେ ମୁଁ ଜାଣୁ ବିଧାୟକ ଥିଲାବେଳେ ଜାନକୀ ବାବୁଙ୍କର 40ଟି କାର୍ପେଟ ଯାଉଥିଲେ ସେ ଥିଲାବେଳେ ତାଙ୍କର କାର୍ପେଟ ସାମ୍ନାରେ ବୁଲେଟରେ ବସିକି ଆଏ ଏତେ ଦୁର୍ଭାଗ୍ୟ କାର୍ପେଟ ସାମ୍ନାରେ ପୋଲିସର ସବୁ ଗାଡ଼ି ଚାଲୁଛି ମୁଁ ସାମ୍ନାରେ ଠିଆ ହେଇଥିଲି ଗାଡ଼ି ସବୁ ରହିଯାଉଥିଲା ଜାନକୀ ବାବୁ ଓହ୍ଲେଇକି ମୋ ସହ କଥା ସେଟା କଳାହାଣ୍ଡି କିଶୁ ପାଇପାରିବ ବିଧାନସଭାରେ 1987 ରେ ମୁଁ ଆଲୋଚନା କରେ ମାଇକ୍ ଥିଲା ସେ ମୋଟା ମାଇକ୍ ଭାଙ୍ଗିକି ବାଡ଼େଇଲି କିନ୍ତୁ ରିଭେଞ୍ଜଫୁଲ୍ ହେବ ଆଜି ଏ କଥା ଚର୍ଚ୍ଚା କରୁଛେ ଏ କଥା ଆଜିର ଦିନରେ ଚର୍ଚ୍ଚା ହେବା କଥା ଏସବୁ କଥା ମୁଁ ଏଥିପାଇଁ ଚର୍ଚ୍ଚା କରୁଛି କେବଳ ସ୍ମୃତିଚାରଣ କରିକି ପଳେଇଲେ ହେବନି କିଛିଟା ଆମ ଭିତରେ ମନେ ପକାଇବାର ଅଛି ଏବଂ କିଛିଟା ଆମ ଭିତରେ ପାଳନ କରିବାର ସେ ଦୃଷ୍ଟିକୋଣରୁ ମୁଁ କହୁଛି ଗୋଟେ ରାଜ୍ୟ କଂଗ୍ରେସର ସଭାପତି ହିସାବରେ ଦଳର ଗୋଟେ ବାଗଡୋର ହାତରେ ଦେଇଛନ୍ତି ମୁଁ ଚେଷ୍ଟା କରୁଛି ଓଡ଼ିଶାରେ କିଛି ଭଲ ସେଥିପାଇଁ ହାତ ହେଇଗଲା ମୁଁ ଚାଲିନି ଆମ ପିଲାଙ୍କୁ ଦେଖେଇବା ପାଇଁ ଯେ ମୁଁ ଚାଲିପାରୁଛି ଗୋଟେ କହିଯାଏ ଆମ ଦଳର ପିଲାମାନଙ୍କୁ ହଉ କି ଓଡ଼ିଶା ରାଜ୍ୟର ପିଲାମାନେ ହଉ ମଣିଷ କେବେ ସଂଗ୍ରାମ ପଥରେ ଭାଙ୍ଗିଯିବା କଥା ଏଇଟା ଦେଖେଇବା ମୁଁ ଜାଣିନି ତାର ପରିଣାମ ଗୁଡ଼ାକ କ'ଣ ହବ ନ ହବ କିଛି କ'ଣ ଭଲ ସେ ବୁଝୁଛି ତେଣୁ ଆଜି ଯେତେବେଳେ ଦେବସଭାଙ୍କ ଚିନ୍ତା କରୁଛୁ ତାଙ୍କରି କଥା ମୁଁ ଧନ୍ୟବାଦ ଦେବି ଝିଅକୁ ଦେବସ୍ମିତାକୁ ତାଙ୍କ ବାପା ପଛରେ ସେ କଥିତ ହୋଇଛି ଏବଂ ସେ ଚେଷ୍ଟା କରୁଛି ନିଜ ଗୋଡ଼ରେ ନିଜ ଶକ୍ତିରେ ଏଇ ଭିଡ଼ ଯାହାକୁ ଆହୁରି ଭିଡ଼ ଥିଲା ଯୋଉଦିନ ମାଇସ୍ତ୍ରୀ ତାଙ୍କର ସାଜ ଦିବସରେ ଆସିଥିଲୁ আর আଜି বছর সেই রাজনীতি ব্যক্তিত্বମାନେ ଆଜି ଉପସ୍ଥିତ ଅଛନ୍ତି ଦେବସଭାଙ୍କର ସମ୍ମାନାର୍ଥେ ଆଜି ଏଠି ଗୋଷ୍ଠୀ ଏବଂ ଗୋଷ୍ଠୀ ସେ ଗୋଷ୍ଠୀ ଭିତରେ କିଛି ଚର୍ଚ୍ଚା ହେବା କଥା ନୁହେଁ ଚର୍ଚ୍ଚା ରାଜସ୍ୱରେ 18+14 କ୍ଲିୟର 33 ନମ୍ବର ଥିଲା କିନ୍ତୁ ସେ 33 ନମ୍ବରକୁ ଆକ୍ରମଣ କରିବା ଆମେ ଚାହିଁଥିଲୁ ଯେ ଘୋଡ଼ା ଦୌଡ଼ ନ ହଉ ବିଜେପି କଂଗ୍ରେସର ଗୋଟେ ବାହାର ଓଡ଼ିଶାର ସୁନାମ ଧର୍ମୀ ବ୍ୟକ୍ତିକୁ ଆମେ ବିଜେପି ଆଣିନଥିଲୁ ବିଜେପି ଆଣିନଥିଲୁ ଗୋଟେ ନବୀନ ବାବୁ ଏମିତି କଲେ ଯେ ହଷ୍ଟେଲିଂ ବନ୍ଦ ହେବା କଥା ବର୍ତ୍ତମାନ ଆପଣଙ୍କ ସାଙ୍ଗେ ଏକମତ আর ଆମେ ଜଣେ ବ୍ୟକ୍ତିତ୍ୱକୁ ଦେଖିବା ବାଛି ବାଛିକି ଡକ୍ଟର ରତେଶ୍ୱର ହୋତାଙ୍କ ନାମକୁ ସିଲେକ୍ଟ କରୁ ଏବଂ ମୁଁ କହି ନାହିଁ ଏଆଇସିସିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡଗେ ଶ୍ରୀମତୀ ସୋନିଆ ଗାନ୍ଧୀ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ କହିଛନ୍ତି କିନ୍ତୁ ଏଠି ପଚାର ହେଲା ମୁଁ କରୁଛି ଏବେ ବି କହୁଛନ୍ତି ଲୋକ ମୁଁ କରୁଛି କଂଗ୍ରେସର ହାଇକମାଣ୍ଡ ଦିଲ୍ଲୀରେ ଥାଏ ଓଡ଼ିଶା କଂଗ୍ରେସର ଗୋଟେ ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟକୁ ନିଯୁକ୍ତି କିମ୍ବା କଂଗ୍ରେସର ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ ବାହାର କରାଗଲେ ହାଇକମାଣ୍ଡର ଆବଶ୍ୟକ এটা ଜାଣିକି କିଛି ଲୋକ ଆଜି ଖବରକାଗଜ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କଥା କରେ ମୁଁ ତ ଲିଖିତ କିନ୍ତୁ ସେ ଯୋଉ ହେଲା ଏତେ ବ୍ୟାପକ ହେଲା ସାରା ଦେଶରେ ଚର୍ଚ୍ଚା ହେଲା ମୁଁ ଲୁଚେଇ ଦେଲି ବେଙ୍ଗଲୋରକୁ ଚାଲିଗଲେ ହାଉସ ଟ୍ରେନିଂ କରିବା ଲୋକ ଜଣା ପଡ଼ିବ ଚାଲିଗଲେ ଜେଲ ଅଛି ଏମିତି ବି ହୁଏ ଏ କଥା ଆପଣମାନେ ଜାଣନ୍ତି ତାହେଲେ ସେବା କ'ଣ ଲୋକଙ୍କର କାମ କେମିତି ହେବ କାହିଁକି ବିଧାୟକ କରୁଛନ୍ତି କାହିଁକି ବିଧାୟକ ହେବେ କାହିଁକି ଏମିତି ହେବେ କ'ଣ କରିପାରିବେ କ'ଣ ଦେଇପାରିବେ କାହାକୁ ଦେବା ପାଇଁ ହୁଏ ଆମେ ଲୋକଙ୍କ ପାଇଁ କ'ଣ ନଜିର ସବୁ ରଖିଯାଉଛୁ ଆମ ଓଡ଼ିଶାରେ ଆମେ ରାଜନୀତିକୁ କେତେ କଳୁଷିତ କରିବୁ କେତେ କଳଙ୍କିତ କରିବୁ ଏବଂ ଲୋକଙ୍କର ଆସ୍ଥା ଯୋଉ ରହିଛି ନେତାମାନଙ୍କ ଉପରେ ଦଳମାନଙ୍କ ଉପରେ ସେ ଆସ୍ଥା କେତେ ଚୂର୍ଣ୍ଣ ହେବ ଏସବୁ ପ୍ରଶ୍ନ ଏସବୁ ଜିନିଷ ଏମିତି ଇଗ୍ନୋର କରିଦେବା କଥା ନୁହଁ ଭୁଲିଯିବା କଥା ନୁହଁ ଏସବୁ ସ୍ମରଣ କରି ଆସନ୍ତା ଦିନରେ ଏଭଳି ବଜାର ନବ ଏଭଳି ଶ୍ରେଣୀ ମେଣ୍ଟା ଭଳିଆ କାରବାର ନବ ଯୋଉ ବ୍ୟକ୍ତି ଯଦି ମଣିଷ ପଣିଆ ଭଳିଆ ବ୍ୟବହାର କରିବାନି ସେ ଲୋକଙ୍କର କ'ଣ ସେବା କରିବ ଏମପି ହେଲେ କି ଏମଏଲଏ ହେଲେ କି ମନ୍ତ୍ରୀ ହେଲେ କି ମୁଖ୍ୟମନ୍ତ୍ରୀ କ'ଣ କରିବ କିଛି କରିବ ତାদের କିଛି ହେବନି ସେ ସେଲେବୁଲ ଆଇଟମ୍ ଗୋଟେ ବିକ୍ରି ହେବା ଆଇଟମ୍ ହେଇଯିବ କେତେବେଳେ ଲକ୍ଷରେ ବିକ୍ରି ହେବ କେତେବେଳେ 10 ଲକ୍ଷରେ କେତେବେଳେ 10 କୋଟିରେ ବିକ୍ରି ହେବ କେତେବେଳେ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ 100 କୋଟିରେ ବିକ୍ରି ହେବ ସେଇ ମାନସିକତାରେ ଏତେ କର୍ପୋରେଟ ହାଉସର ବଡ଼ ବଡ଼ ପୁଞ୍ଜିପତିମାନେ
50,000 10,000 20,000 ଲକ୍ଷ କୋଟିର ମାଲିକମାନେ ଅଛନ୍ତି ଓଡ଼ିଶାର ସବୁ ଖଣିଜ ସମ୍ପଦକୁ ଆତ୍ମସାତ କରିସାରିଲେଣି। କେତେ କେତେ ହଜାର କୋଟି ଟଙ୍କାର ସୌଦା ହେଇଥିବ ଚିନ୍ତା କଲେ। ଏ ତ ଆମ ଓଡ଼ିଶା, ଏ ତ ଆମ ଜଗନ୍ନାଥଙ୍କର ଦେଶ, ଏ ତ ଆମ ଜଗନ୍ନାଥଙ୍କ ରାଜ୍ୟ। ଏଠି ଆମେ ଧର୍ମ କଥା କହୁଛୁ, ଭଗବାନଙ୍କୁ ସମ୍ମାନ କରୁଛୁ, ଆଦର କରୁଛୁ ଏବଂ କିଛି ଭଲ କରିବା ପାଇଁ ଚେଷ୍ଟା କରୁଛୁ। ଏଥିରେ ଏଇ କଳିଯୁଗିଆ ଭିଡ଼ ଏବଂ ଦୌଡ଼, କଳିଯୁଗିଆ ଭିଡ଼ ଏବଂ ଦୌଡ଼ରେ ସମାଜ ପତନ ଓଡ଼ିଶା ରାଜ୍ୟର ସ୍ମୃତି ଆମର ପୂର୍ବପୁରୁଷମାନେ ଯେଉଁ କରିଦେଇଛନ୍ତି ତାକୁ କେମିତି ପୁନରୁଦ୍ଧାର କରାଯାଇପାରିବ ସେ ପ୍ରତି ଆସନ୍ତା ଦିନରେ ଗତି ହେବେ ଯୁବ ସମାଜ, ନୂଆ ପିଲା, ନୂଆ ଯୁବକମାନଙ୍କୁ ବାହାରିବାକୁ ପଡ଼ିବ। ଆମର ଖରାପ ଜିନିଷ ଗୁଡ଼ାକ ଯୋଉଟା ଆମେ କରୁଛୁ ତାକୁ ଭୁଲି ଯାଆନ୍ତୁ ଏବଂ ଭଲ ଜିନିଷ ଆମେ କ'ଣ କରୁଛୁ ତାକୁ ମନରେ ରଖି ଗଣ୍ଠେଇକିରି ଦେବସମାନଙ୍କର ଯୋଉ ଭଲ କାମ କରିଥିଲେ, ଯୋଉ ସମାଜ କରି ସୁନ୍ଦର ଭାବରେ କ୍ରୀଡ଼ାରେ ଏତେ ସୁନ୍ଦର କାର୍ଯ୍ୟକ୍ରମ ଗୁଡ଼ାକ କରି ଲୋକପ୍ରିୟ ଆଜି ବି ହେଇଛନ୍ତି ବୋଲି ଆଜି ସମସ୍ତେ ମନେ ପକାଉଛନ୍ତି, ସେମିତି ତାଙ୍କୁ ସ୍ମରଣ କରି এই অঞ্চল যুবকମାନେ সেই পথରେ ଗତି କରିବେ ଏବଂ ସତ୍ୟ, ସେବା ଏବଂ ଧର୍ମର ଅନେକ ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧୀଙ୍କ ପଥରେ ସଂଘର୍ଷ କରିବେ। ସେ ସଂଘର୍ଷରେ ହିଂସା ଭାବ ହେବ। ସତ କହିବା ପାଇଁ ଡରିବାର ଆବଶ୍ୟକତା, ଯେତେ ବଡ଼ ପାହାଡ଼, ଯେତେ ବଡ଼ ଦୁର୍ଗ ସାମ୍ନାରେ ଠିଆ ହେବ, ଯେତେ ବଡ଼ ବ୍ୟାଘ୍ର, ଯେତେ ବଡ଼ ହିଂସକ ପ୍ରାଣୀ ସାମ୍ନାରେ ଠିଆ ହେବ, ସତ୍ୟ କଥା କହିବା ପାଇଁ କେବେ ବି ଡରିବେ ନାହିଁ। ତାହେଲେ ଆସନ୍ତା ଦିନରେ ସତ୍ୟର ଗାନ୍ଧୀଜୀ କହିଥିଲେ, ଟ୍ରୁଥ୍ ଇଜ୍ ଦ ସୋଲ୍ ଅଫ୍ ଆୱାର। ଆମର ଜୀବନ ସତ୍ୟ ହେଉଛି, ଆମର ଜୀବନର ସୋଲ୍ ହେଉଛି ଟ୍ରୁଥ୍, ସତ୍ୟ ହିଁ ଆମର ସୋଲ୍। ସେ କଥାକୁ ଆମେ ମନେ ରଖି ମାନବତାକୁ କିଛି ସୁନ୍ଦର କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକତା ରହିଛି। ରାଜନୀତିର ଭାଗଦୌଡ଼ ଭିଡ଼ ଭିତରେ ହଜିଯିବା ଅପେକ୍ଷା ଜୀବନ୍ତ ରହିବା ଆବଶ୍ୟକତା ରହିଛି। ଏଠି କହି ମୋ ଭାଇ ଦେବ ଶର୍ମା ମୋ ସମସାମୟିକରେ ଶିକାର ହୋଇଯାଇଛନ୍ତି ଏବଂ ତାଙ୍କର ସ୍ୱର୍ଗ ଆତ୍ମା ଶାନ୍ତି ନିମନ୍ତେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ତାଙ୍କର ଆତ୍ମା ଆଉ ସୁନ୍ଦର ଭାବରେ ଏହି ଅଞ୍ଚଳ ଲୋକଙ୍କ ପାଇଁ ଆଶୀର୍ବାଦ କରୁଥାନ୍ତୁ, ମନରେ ତାଙ୍କର ଆନନ୍ଦ ହୋଇଥାନ୍ତୁ ଏବଂ ତାଙ୍କ ଝିଅ ପ୍ରତି ଦେଶର ଭାବରେ ଆଶୀର୍ବାଦ କରିଥାନ୍ତୁ। ମୁଁ ଦେବସ୍ମିତା ଏବଂ ତା ପରିବାରର ସମସ୍ତଙ୍କର କାମନା କରୁଛି ଏବଂ ପୁନର୍ବାର ଶ୍ରଦ୍ଧାଞ୍ଜଳି ଅର୍ପିତ କରୁଛି। ଜୟ ଜଗନ୍ନାଥ।